ଜୟ ଜଗନ୍ନାଥ ନମସ୍କାର ସାଙ୍ଗମାନେ ଆପଣମାନେ ଜାଣିଛନ୍ତି ତ ଶୀତ ଦିନ ଚାଲିଛି ଯୋଉଟା ଇଜି ହଉଛି ମୁଁ ସେଇଟା ହିଁ ବନଉଛି ଆଉ ମୁଁ କଣ ବନଉଛି ଚାଲନ୍ତୁ ଦେଖିବା ଏଇଟା ଆପଣ ଇଡଲିରେ ବି ଖାଇପାରିବେ ଦୋସାରେ ବି ଖାଇପାରିବେ ଆଉ ସବୁଥିରେ ବି ଆପଣ ଖାଇପାରିବେ ତ ମୁଁ କଣ ବନଉଛି ଗୋଟେ ଟେଷ୍ଟି ଜିନିଷ ଦେଖନ୍ତୁ ମୁଁ କଣ କଲି ଏଥିରେ ଟମାଟୋଟା କାଟିଦେଲି ଟମାଟୋ ସହିତ ପିଆଜ ଟିକେ ଅଦା ଟିକେ ନାକୁ ଦିଟା ଟମାଟୋ କାଟିଥିଲି ଗୋଟେ ପିଆଜ ଟିକେ ଅଦା ଶୁଖିଲା ଲଙ୍କା କଞ୍ଚା ଲଙ୍କା ତିନି ଚାରି ପାଖୁଡା ହଉଛି ରସୁଣ ଆଉ ଟିକେ ଅଦା ଆଡ୍ କରିଦେଇଥିଲି ଏପଟେ ତେଲ କଡେଇ ଗରମ ହେଇଯାଇଥିଲା ତେଲ ପକେଇ ଦେଇକି ଟିକେ ଏଥିରେ ମୁଁ ଉରଦ ଡାଲି ଯୋଉଟା ଆମର ବିରି ଡାଲି ଚୋପା ଲାଗିନଥିବ ସେଇଟା ତା ସହିତ ମୁଁ ଟିକେ ଯୋଉ ଚଣା ଡାଲି ଚଟଣିର ଚଣା ଡାଲିଟା ଏଇଟାକୁ ଆପଣ ବୁଟ ଡାଲି ବି ଏଇଠି ୟୁଜ କରିପାରିବେ ତା ସହିତ ସବୁ ଆଡ୍ କରିକି ଟିକେ ନମକ ଦେଇ ଦେଇଥିଲି ତାକୁ ଟିକେ ଫ୍ରାଏ କରିକି ତାକୁ ବଏଲ ହବା ପାଇଁ ଟିକେ ସମୟ ଛାଡି ଦେଇଥିଲି ମାନେ 2-3 ମିନିଟ୍ ଆପଣ ବଏଲ ହବା ପାଇଁ କାରଣ ଟମାଟୋଟା ଜଲ୍ଦି ବଏଲ ହେଇଯିବ ଟିକେ ଆପଣ ଟିକେ ପାଣି ଦେଇକି ତାକୁ 3-4 ମିନିଟ୍ ଛାଡ଼ିଦେବେ ବଏଲ ହେଇଗଲା ଯେହେତୁ ବଏଲ ହେଇଗଲା ତାପରେ ମୁଁ ଏଥିରେ କଣ ଆଡ୍ କରିଥିଲି ଆକୁ ଟିକେ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ଆ ସହିତ ଟିକେ ଇମଲିର ରସ ଦେଇ ଦେଇଥିଲି ଆଉ ଟିକେ ଗୁଡ଼ ଦେଇଥିଲି ଟେଷ୍ଟ ପାଇଁ ଗୁଡ଼ଟା ଟିକେ ବଢିଆ ତ ଏଇଟା ଦେଇ ଦେଇକି ମୁଁ ଏଠି ବନେଇ ଦେଇଥିଲି ଦେଖନ୍ତୁ ପୁରା ଫାଇନ୍ ପେଷ୍ଟ ହେଇଯାଇଥିଲା ତାପରେ ଏପଟେ ମୁଁ କଣ କରିଥିଲି ଇଟଲିଟା ବି ରଖିଦେଇଥିଲି କରିବା ପାଇଁ ଆଉ ଏପଟେ ତଡ଼କାଟା ମୁଁ ଲଗେଇଲି ତଡ଼କାଟାରେ କଣ ଲଗେଇଲି ଟିକେ ତେଲ ପକେଇଦେଲି ତା ସହିତ ସୋରିଷ ପକେଇଦେଲି କଡି ପତ୍ତା ଯୋଉଟା କି ଆପଣ ମାନେ କୁହନ୍ତି ଭୃଷଙ୍ଗ ପତ୍ର ସେଇଟା ଆଡ୍ କରିକି କଞ୍ଚା ଲଙ୍କା ପକେଇକି ଗୋଟେ ବଢିଆ ତଡକା ଲଗେଇଦେଲି ଏପଟେ ଆମର ଚଟଣିଟା ଟମାଟୋ ଚଟଣିଟା ବସ୍ ବଢିଆରେ ହେଇଗଲା ଆଉ ଏଇଟା ହିଁ ମୁଁ କହୁଥିଲି ଟମାଟୋ ଚଟଣି କାହା ସହିତ ଖାଇବା ତ ଏଇଟା ମୁଁ ଇଟଲି କରିଦେଇଥିଲି ଆଗରୁ ମୁଁ ଇଟଲି କରିଦେଇଥିଲି କିନ୍ତୁ ଇଟଲିଟା ଟିକେ ମୋର ରହିଯାଇଥିଲା ମାନେ ତାର ଆଣଟା ରହିଯାଇଥିଲା ମୁଁ କହିଲି କାଳେ ଖଟା ଲାଗିବ କଣ ହବ ସେଥିପାଇଁ ମୋ ପୁଅକୁ ଟିକେ ପସନ୍ଦ ଫ୍ରାଏ ଇଟଲି ମୁଁ ଫ୍ରାଏ ଇଟଲି କରିଦେଇଥିଲି କେମିତି କଲି ତେଲରେ ଟିକେ ସୋରିଷ ଆଉ ଭୃଷଙ୍ଗ ପତ୍ର ଆଡ୍ କରିଦେଇଥିଲି ତା ସହିତ ମୁଁ ଇଟଲି ଗୁଡା ସବୁ ପକେଇ ଦେଇଥିଲି ଆଉ ଏଠି ଯୋଉ ଆଡ୍ କରିଥିଲି ଟିକେ ମୁଁ ମସଲା ଗୁଣ୍ଡ ଆଡ୍ କରିଥିଲି କାରଣ ଫ୍ରାଏ ଇଟଲି ଟିକେ ମସଲା ଗୁଣ୍ଡ ଦେଲେ ଭଲ ଲାଗେ କଣ କଣ ମୁଁ ମସଲା ପକେଇଥିଲି ଟିକେ ଜିରା ଗୁଣ୍ଡ ଧନିଆ ଗୁଣ୍ଡ ଆଉ ଟିକେ ଲଙ୍କା ଗୁଣ୍ଡ ହଳଦୀ ଲୁଣ ଏଗୁଡ଼ା ସବୁ ପକେଇକି ଟିକେ ମ୍ୟାଗି ମସଲା ବି ଟିକେ ପକେଇ ଦେଇଥିଲି ପକେଇକି ତାକୁ ଫ୍ରାଏ କରିଦେଇଥିଲି ଏବେ ବଢିଆ ବଢିଆ ଗରମ ଗରମ ଫ୍ରାଏ ଇଟଲି ସହିତ ଟମାଟୋ ଚଟଣି ବନିଗଲା ଏବେ ଶୀତ ଦିନେ ଆପଣ ଖାଆନ୍ତୁ ମଜା ନିଅନ୍ତୁ ରହିଲି ଥ୍ୟାଙ୍କ ୟୁ ଧନ୍ୟବାଦ।